ମୋ ନାଁ ସୁଦୀପ। ମୁଁ ଖୋର୍ଦ୍ଧାରେ ରହେ। ଆମ ଘରେ ମୋ ବାପା ଆଉ ବୋଉ ରହନ୍ତି। ମୋ ବୋଉ ଗୋଟେ ସେକ୍ସି ମାଇକିନାଟେ। ମୋ ବୋଉ ନାଁ ସୀତା। ଏକଦମ ଗୋରା ଆଉ ମାଂସାଳିଆ ଶରୀର। ଦୁଧ 40 ଆଉ ଗାଣ୍ଡି 42 ହେବ। ସେ ଯେତେବେଳେ ଚାଲେ ଦୁଧ ଆଉ ଗାଣ୍ଡି ଦୋହଲୁଥାଏ। ଆମ ଘରେ ବାଥରୁମ୍ ନାହିଁ। ସେଥିପାଇଁ ଆମ ଘରେ ବାହାରକୁ ଯାଆନ୍ତି ଝାଡ଼ା ବସିବା ପାଇଁ। ଝାଡ଼ା ପଡ଼ିଆରେ ଟିକେ ଟିକେ ଜଙ୍ଗଲ ଥିଲା। ସେତେବେଳେ ଟୋକାମାନେ ଝାଡ଼ା ପଡ଼ିଆରେ ଲୁଚିକି ରହନ୍ତି ଆଉ ଝାଡ଼ା ଆସୁଥିବା ସ୍ତ୍ରୀ ଲୋକଙ୍କ ବିଆ ଗାଣ୍ଡି ଦେଖି ତାଙ୍କୁ ବାଣ୍ଡକୁ ହଲାନ୍ତି। ମୁଁ ମଧ୍ୟ ଝାଡ଼ା ଆସୁଥିବା ମାଇକିନିଆଙ୍କ ବିଆ ଦେଖି ବାଣ୍ଡକୁ ହଲାଏ। ଗୋଟେ ଦିନର ଘଟଣା। ମୁଁ ସକାଳୁ ଝାଡ଼ା ଯାଇଥାଏ। ମୁଁ ଅପେକ୍ଷା କଲି କୋଉ ମାଇକିନା ଆସିବ ତା ବିଆ ଦେଖି ବାଣ୍ଡକୁ ହଲେଇବି। ହେଲେ 10 ମିନିଟ୍ ହେଲା କିନ୍ତୁ କେହି ଆସିଲେ ନାହିଁ। ତ ମୁଁ ପଡ଼ିଆ ଭିତରେ ଥିବା ଗଛ ତଳେ ବସିଲି। ଠିକ୍ ଏତିକିବେଳେ କିଛି ଦୂରରେ 3ଟା ଟୋକାଙ୍କ ପାଟି ଶୁଭାଗଲା। ମୁଁ ସେପଟକୁ ଗଲି। ଦେଖିଲି ସେ 3 ଜଣ ଟୋକା ଆମ ସାହି ଘର ପାଖ ରାମ, ସନିଆ ଆଉ କାଳିଆ ଥିଲେ। ସେମାନେ କାହାକୁ ଦେଖି ଗୋଟେ ବାଣ୍ଡକୁ ହଲଉଥାନ୍ତି। ମୁଁ ଟିକେ ଠିକ୍ରେ ଦେଖିଲା ବେଳକୁ ସେ ମୋ ବୋଉ ଥିଲା, ଯେ ଝାଡ଼ା ବସିବାକୁ ଆସିଥିଲା। ମୋ ମୁଣ୍ଡ ବୁଲେଇ ଦେଲା କି ମୋ ବୋଉକୁ ଦେଖି ଏମାନେ ନିଜ ବାଣ୍ଡକୁ ହଲଉଥାନ୍ତି। ମୁଁ ଟିକେ ଚୁପ୍ ରହି ଦେଖିଲି ଏମାନେ କ'ଣ କରୁଛନ୍ତି। ସେମାନଙ୍କ ଭିତରୁ ରାମ କହୁଥାଏ, ଦେଖିବେ ରାଣ୍ଡି ମାଇକିନାର ବଡ଼ ବଡ଼ ଗାଣ୍ଡି ଆଉ ସେକ୍ସି ବିଆ କେମିତି ହେଇଛି। କାଳିଆ କହୁଥାଏ, ଏ ତ ଆମ ସାହିର ସୁଦୀପର ବୋଉ। ସନିଆ କହିଲା, ଏତେ ହଟ୍ ମାଲ୍ ଆମ ସାହିରେ ଥିଲା, ମୁଁ ଜାଣିନଥିଲି। ମୋତେ ଯଦି ଚାନ୍ସ ମିଳେ ଆ ବିଆ ମେଲା କରିଦେବି। ସନିଆ ପୁଣି କହିଲା, ଶଳା ସୁଦୀପ ତ ବହୁତ ଲକି। କ'ଣ ଗିହାଳିଆ ମା ପାଇଛି ବେ। ମୋ ମାଆକୁ ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଗଲି। ମାଆର ବୟସ 40 ହେବ, କିନ୍ତୁ ତା ଗାଣ୍ଡି ଏତେ ମୋଟା ମୋଟା। ଆ କି ବିଆ ଲୋ ମୋ ବୋଉର। ବୋଉ ଝାଡ଼ା ବସିଲା ବେଳେ ତା ଗାଣ୍ଡିକୁ ପୁରା ମେଲେଇ ବସିଥାଏ। ତା ବିଆରେ ପ୍ରବଳ ବାଳ ଥାଏ। ତାପରେ ସେମାନେ ବୋଉକୁ ଦେଖି ତାଙ୍କ ବାଣ୍ଡକୁ ହଲେଇଲେ। କିଛି ସମୟ ପରେ ବୋଉ ପଳେଇଗଲା। ଠିକ୍ ଏହି ସମୟରେ କାଳିଆ ମୋତେ ଦେଖିଦେଲା ଆଉ ତା ସାଙ୍ଗକୁ ନେଇ ମୋ ପାଖକୁ ଆସିଲା। ତାଙ୍କୁ ଦେଖି ମୁଁ ପଳାଉଥିଲି, କିନ୍ତୁ ସନିଆ କହିଲା, କ'ଣ କରୁଛୁ କିରେ ଏଠି। ମୁଁ କହିଲି, କିଛି ନୁହେଁ, ଏମିତି ଝାଡ଼ା ବସିବାକୁ ଆସିଥିଲି। ସନିଆ କହିଲା, ହଉ ତାକୁ ଛାଡ଼, ସେ ଯାଉ। ତାପରେ ମୁଁ ଘରକୁ ପଳାଇ ଆସିଲି। ତାପର ଦିନ ମୁଁ ପୁଣି ଗଲି ଝାଡ଼ା ପଡ଼ିଆକୁ। ସେଠି ଗୋଟେ ମାଇକିନିଆ ଝାଡ଼ା ବସୁଥିଲା। ମୋ ବାଣ୍ଡକୁ ହଲଉଥାଏ ତାକୁ ଦେଖିକିରି। କିଛି ସମୟ ପରେ ମୋ ବାଣ୍ଡରୁ ପାଣି ବାହାରିଗଲା ଆଉ ସେ ମାଇକିନା ବି ସେଠୁ ଚାଲି ଯାଇ ସାରିଥିଲା। ଏତିକି ବେଳେ ସନିଆ ମୋ ପଛପଟ ବୁଦାରୁ ବାହାରିଲା। ମୁଁ ତାକୁ ଦେଖି ଡରିଗଲି ଆଉ ସେଠୁ ପଳେଇବାକୁ ଚେଷ୍ଟା କଲି, କିନ୍ତୁ ସେ ମୋତେ ଅଟକାଇ କହିଲା କି ତୁ ଏଠି ଯାହା କରୁଥିଲୁ ମୁଁ ମୋ ମୋବାଇଲରେ ରେକର୍ଡ଼ କରିଛି। ତାପରେ ସେ ମୋତେ ଭିଡ଼ିଓ ଦେଖାଇଲା। ମୁଁ ପୁରା ଡରିଗଲି ଆଉ କହିଲି, ତୁ ଯାହା କହିବୁ ମୁଁ କରିବି, କିନ୍ତୁ ଭିଡ଼ିଓଟା କାଟିଦେ। ସେ କହିଲା, ମୁଁ ତ ବୋଉକୁ ଘେଇବାକୁ ଚାହୁଁଛି, ତୁ ବୋଉ ବିଆରେ ଘେଇବାକୁ ଦେଇଦେ, ମୁଁ ଭିଡ଼ିଓଟା କାଟିଦେବି। ମୁଁ ମନା କଲି। ସେ କହିଲା, ତାହେଲେ ମୁଁ ସମସ୍ତଙ୍କୁ ଏ ଭିଡ଼ିଓ ଦେଖାଇଦେବି ଆଉ କହିବି ଏ ଟୋକା ଏଠି ଆସି ମାଇକିନାଙ୍କୁ ଦେଖି ହଲଉଛି। ତାପରେ କ'ଣ ହେବ ତୁ ଜାଣିଛୁ, ତମ ପରିବାର ଘରୁ ବାହାରି ପାରିବେନି। ମୁଁ ଡରିଗଲି ଆଉ କହିଲି, ହଉ, କିନ୍ତୁ ବୋଉ ରାଜି ହେବନି। ସେ କହିଲା, ସେ କଥା ମୁଁ ବୁଝିବି। ତୁ ମୋତେ କହ ତୋ ବାପା କେତେବେଳେ ଘରକୁ ଆସନ୍ତି। ତାପରେ ମୁଁ କହିଲି, ବାପା ଅନ୍ୟ ସହରକୁ ଯାଆନ୍ତି ଆଉ ରାତିରେ ଆସନ୍ତି। ଯେତେବେଳେ ସେ ନ ଆସନ୍ତି ମୋତେ ଫୋନ୍ କରି କହିଦିଅନ୍ତି ସେ ଆସିବେ କି ନାହିଁ। ତାପରେ ସନିଆ କହିଲା, ହଉ, ଯେତେବେଳେ ତୋ ବାପା ରାତିରେ ଘରକୁ ଆସିବେନି ମୋତେ ଫୋନ୍ କରିବୁ। ତାପରେ ସେ ମୋତେ ତା ଫୋନ୍ ନମ୍ବର ଦେଲା ଆଉ କହିଲା, ଜଲ୍ଦି କଲ୍ କରିବୁ। ତାପରେ ମୁଁ ସେଠୁ ପଳାଇ ଆସିଲି। 3-4 ଦିନ ଗଲା ପରେ ହଠାତ୍ ରାତି 7ଟା ହେବ ବାପାଙ୍କର ଫୋନ୍ ଆସିଲା। ସେ କହିଲେ, ମୁଁ ଆଜି ଘରକୁ ଆସିବିନି, 2 ଦିନ ପରେ ଯିବି। ମୁଁ ଏକଥା ଶୁଣି ଖୁସି ହୋଇଗଲି ଆଉ ଫୋନ୍ କାଟିଦେଲି। ତାପରେ ମୁଁ ସନିଆକୁ ଫୋନ୍ କରି ତାକୁ ସବୁ କଥା କହିଲି। ସେ କହିଲା, ରହ ମୁଁ ଯାଉଛି ତମ ଘରକୁ, ତୁ ଗୋଟେ କାମ କର, ତମ ଛାତ କବାଟ ଖୋଲା ରଖିଥିବୁ। ମୁଁ କହିଲି, ହଉ। ତାପରେ ସନିଆ କିଛି ସମୟ ପରେ ଆସିଲା। ମୋ ରୁମ୍ରେ ଚୁପଚାପ ପଶିଗଲା ଆଉ କହିଲା, ଏ ମେଡ଼ିସିନକୁ ତୋ ବୋଉକୁ ଖାଇବାରେ ପକାଇକି ଦେବୁ। ମୁଁ ପଚାରିଲି, ଏଟା କୋଉ ମେଡ଼ିସିନ। ସେ କହିଲା, ଏଟା ଭାଇଗ୍ରା ଟ୍ୟାବଲେଟ୍। ଆକୁ ଖାଇଲେ ତୋ ବୋଉ ସେକ୍ସ ପାଇଁ ପାଗଳ ହୋଇଯିବ ଆଉ ତା ବିଆରେ ବହୁତ ଗଲୁ ହେବ। ତାପରେ ମୁଁ ରୁମ୍ରୁ ବାହାରି ବୋଉକୁ ଖାଇବାରେ ଲୁଚେଇକିରି ସେ ମେଡ଼ିସିନ ମିଶାଇ ଦେଲି। ତାପରେ ଆମେ ଖାଇବା ସାରି ନିଜ ନିଜ ରୁମ୍କୁ ଗଲୁ ଶୋଇବାକୁ। ତାପରେ 12ଟା 15 ହେବ ସନିଆ ବୋଉ ରୁମ୍କୁ ଗଲା ଆଉ ବୋଉ କରରେ ଶୋଇପଡ଼ିଲା। ମୁଁ ଆମ ଝରକାରେ ଦେଖୁଥାଏ। ରୁମ୍ରେ ଗୋଟେ 0 ପାୱାର ବଲ୍ବ ଲାଗିଥାଏ ଆଉ ଟିକେ ଟିକେ ଦେଖାଯାଉଥାଏ, କିନ୍ତୁ ସ୍ପଷ୍ଟ ମୁହଁ ଦେଖାଯାଉନଥାଏ। ସେ ନିଜ ପ୍ୟାଣ୍ଟ ଆଉ ସାର୍ଟ କାଢ଼ିଦେଲା ଆଉ ପୁରା ଲଙ୍ଗଳା ହୋଇଗଲା।
ସେ ଭିତରେ କିଛି ପିନ୍ଧିନଥିଲା। ସେ ଧୀରେ ଧୀରେ ବୋଉ ଦୁଧ ଉପରକୁ ନେଇଗଲା। ସେତେବେଳେ ଗାଁରେ ସ୍ତ୍ରୀ ଲୋକ ଶୋଇଲା ବେଳେ ଭିତରେ କିଛି ପିନ୍ଧୁନଥିଲେ। ବୋଉ କେବଳ ଗୋଟିଏ ଶାଢ଼ୀ ପିନ୍ଧିଥିଲା। ସେ ବୋଉ ଦୁଧକୁ ଶାଢ଼ୀ ବାହାରକୁ ବାହାର କରିଦେଲା। ବୋଉ ସିଧା ଶୋଉଥିବାରୁ ତା ଦୁଧ ଦିଟା ଦିପଟକୁ ଓହଳୁଥାଏ। ସନିଆ ବୋଉର ଦୁଧକୁ ଚୁଚୁମିବାକୁ ଲାଗିଲା ଆଉ ଚିପିବାକୁ ଲାଗିଲା। ତାପରେ ସେ ବୋଉ ଗୋଡ଼କୁ ମେଲେଇ ଦେଲା ଆଉ ଶାଢ଼ୀକୁ ଆଣ୍ଠୁ ଉପରକୁ ଟେକିବାକୁ ଲାଗିଲା। ହଠାତ୍ ବୋଉ ହଲିବାକୁ ଲାଗିଲା। ସନିଆ ଟିକେ ରହିଲା। ହଠାତ୍ ବୋଉ ସନିଆର ବାଣ୍ଡକୁ ଧରିଦେଲା ଆଉ ହଲେଇବାକୁ ଲାଗିଲା। ମୁଁ ଆଉ ସନିଆ ଟିକେ ଚମକି ପଡ଼ିଲୁ। ତାପରେ ବୋଉ କହିଲା, ହେଇଟି ତମେ ଆସିଗଲ। ମୋ ବିହାରେ ଆଜି ବହୁତ ଗଲୁ ହେଉଛି। ଟିକେ ବାଣ୍ଡକୁ ପୂରେଇ ମୋ ଗଲୁ ମାରିଦିଅ। ତାପରେ ବୋଉ ସନିଆର ବାଣ୍ଡକୁ ଆଗପଛ କରୁଥାଏ। ହଠାତ୍ ସେ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତମ ବାଣ୍ଡ ଆଗ ଅପେକ୍ଷା ଅଧିକ ବଡ଼ ଆଉ ମୋଟା ଲାଗୁଛି ବୋଧେ। ଆଜି ତମେ ଫୁଲ୍ ମୁଡ଼୍ରେ ଅଛ। ମୋ ବୋଉ ମେଡ଼ିସିନ୍ ଖାଇ ପୁରା ସେକ୍ସି ମୁଡ଼୍ରେ ଆସିଯାଇଥିଲା। ନିଜ ସ୍ୱାମୀ କିଏ ବୋଲି ସେ ଜାଣିପାରୁନଥିଲା। ମୋ ବୋଉ ଏବେ ସନିଆ ଉପରକୁ ଆସି ସନିଆ ବାଣ୍ଡକୁ ଚୁଚୁମୁଥାଏ। ଏହା ଦେଖି ମୁଁ ମୋ ବାଣ୍ଡକୁ ହଲଉଥାଏ। ସନିଆ ମଧ୍ୟ ଫୁଲ୍ ମଜା ନେଉଥାଏ ଆଉ ମୋ ବୋଉ ମୁଣ୍ଡକୁ ଧରି ଆଗପଛ କରୁଥାଏ। ତାପରେ ବୋଉ ଗୋଡ଼ ମେଲା କରିଦେଲା ଆଉ ସନିଆ ଏବେ ବୋଉ ବିହେକୁ ଚାଟିବାରେ ଲାଗିଲା। ବୋଉ ଖାଲି ଓଃ ଆଃ ହେଉଥାଏ ଆଉ ସନିଆ ମୁଣ୍ଡକୁ ତା ବିହାରେ ଦାବୁଥାଏ। କିଛି ସମୟ ପରେ ବୋଉ ସନିଆ ମୁହଁରେ ତା ପାଣିକୁ ଛାଡ଼ିଦେଲା ଆଉ ସନିଆ ବୋଉ ବିହାରୁ ସବୁ ପାଣି ପିଇଗଲା। ତାପରେ ସେ ବୋଉ ବିହାରେ ବାଣ୍ଡକୁ ଘଷି ଧୀରେ କିନା ପୂରେଇ ଦେଲା ଆଉ ବୋଉ ନିଜ ଗୋଡ଼କୁ ସନିଆ ଅଣ୍ଟାରେ ଘୁରାଇ ଗାଣ୍ଡିକୁ ଟେକି ଟେକି ତା ବାଣ୍ଡକୁ ବିହାରେ ନେବାକୁ ଲାଗିଲା ଆଉ ଓଃ ଆଃ ଛା ହେବାକୁ ଲାଗିଲା। ପୁରା ରୁମ୍ରେ ପଚପଚ ଶବ୍ଦ ହେବାକୁ ଲାଗିଲା। ସନିଆ ପୁରା ଜୋସ୍ରେ ବୋଉ ବିହାରେ ମାଡ଼ କରୁଥାଏ ଆଉ ବୋଉ ଓଃ ହେଉଥାଏ। 35 ମିନିଟ୍ ହେବ ସନିଆ ବୋଉ ବିହାରେ ଗେହିବା ପରେ ସନିଆର ଝଡ଼ିଗଲା ଆଉ ବୋଉର ଏ ଭିତରେ 3 ଥର ଝଡ଼ି ସାରିଥିଲା। 5 ମିନିଟ୍ ହେବ ସନିଆର ବାଣ୍ଡ ପୁଣି ଉଠିଲା। ଏବେ ସେ ବୋଉ ଗାଣ୍ଡିରେ ବାଣ୍ଡକୁ ପୂରେଇ ଗେହିବାକୁ ଲାଗିଲା ଆଉ ଝଡ଼ିବା ବେଳକୁ ବୋଉ ପାଟିରେ ତା ବୀଜକୁ ପୂରାଇ ଦେଲା ଆଉ ବୋଉ ତାକୁ ପୁରା ପିଇଗଲା। ସେ ରାତି ସେ ବୋଉକୁ 4 ଥର ଅଲଗା ପୋଜରେ ଗେହିଲା ଆଉ ଶେଷ ଥର ଗେହିଲା ବେଳେ ତାକୁ ଡଗି ଷ୍ଟାଇଲରେ ଗେହି ବୋଉ ବିହାରେ ବାଣ୍ଡକୁ ପୂରାଇ ଘଣ୍ଟାଏ ଶୋଇଲା। ତାପରେ ସେ ଉଠି ମୋ ରୁମ୍କୁ ଆସିଲା ଆଉ ପ୍ୟାଣ୍ଟ ସାର୍ଟ ପିନ୍ଧି ପଳାଇଲା ଆଉ ମୋତେ କହିଲା, ତୋ ବୋଉ ଗୋଟେ ଗିହାଳିଆ ମାଲ। କ'ଣ ଚୁମୁଛି ଆଉ କ'ଣ ଘିଆଁ ଖାଉଛି। ମଜା ଆସିଗଲା। ଆଜିଠୁ ତୁ ମୋର ଗୋଟେ ଘନିଷ୍ଠ ସାଙ୍ଗ। ତତେ ଯେତେବେଳେ ଯାହା ଦରକାର ମୋତେ କହିବୁ। ତାପରେ ସେ ଛାତ ଦେଇ ପଳାଇଗଲା। ମୁଁ ମଧ୍ୟ 2 ଥର ବାଣ୍ଡକୁ ହଲେଇଥିବାରୁ ଆସି ରୁମ୍ରେ ଶୋଇଗଲି। ଏମିତି ଘରକୁ ଆସି ସନିଆ 3 ଥର ବୋଉକୁ ଗେହିଲା। ଏବେ ଆମକୁ ଯେତେବେଳେ ମୌକା ମିଳେ ସନିଆ ବୋଉକୁ ଗେହେ। ତେବେ ଦର୍ଶକ ବନ୍ଧୁ, ଏହି କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ଟି କରିବେ ଏବଂ ଏପରି କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। What is term insurance? Term insurance is a type of life insurance that provides coverage for a specific period or term and pays out a death benefit to the beneficiary. If the insured person dies during that term, it's a pure protection plan, meaning it does not have any saving or investment components. This make it a cost-effective way to secure a large sum of financial protection for your family. Pure protection. Term insurance focuses solely on providing a death benefit to the beneficiary if the insured person dies during the policy term. Specific term. The policy covers a predetermined period such as 10, 20 or 30 years. Affordable premiums. Compared to other type of life insurance, term insurance offers relatively low premiums because it does not build up a cash value or offer investment returns. No maturity benefit. If the policyholder outlives the term, there is typically no payout as the policy expires. Death benefits. If the insured person dies during the policy term, the beneficiary receives the agreed upon sum, the death benefit. Financial security. Term insurance provides a financial safety net for the insured family, helping them cover expenses like outstanding debts, education costs, and daily life expenses.